ହଁ ନାଇଁ ତାଙ୍କର ତ ଆଜି ସକାଳୁ ସେ ହସ୍ପିଟାଲରୁ ସେ ତାଙ୍କୁ ଛାଡ଼ିଲେ ତାଙ୍କର ମର ଶରୀର ଏବଂ ବର୍ତ୍ତମାନ ତାଙ୍କ ବାସଭବନ ଯେଉଁ ଅଛି ମହାନ୍ତିପଡ଼ା ସେଠିକି ଅଣା ହେଇଛି ଏବଂ ମଧ୍ୟାହ୍ନ ସୁଦ୍ଧା ଏଇ ସତୀଚଉରାରେ ତାଙ୍କର ସେ ସମସ୍ତ ଶେଷକୃତ୍ୟ ହେବ ଶେଷ ସମ୍ପନ୍ନ ହେବ ବୋଲି ନିଷ୍ପତ୍ତି ହେଇଛି ଯେହେତୁ ପାଖାପାଖି ଅଞ୍ଚଳ ଏବଂ ସତୀଚଉରା ଗୋଟେ ଐତିହ୍ୟ ସମ୍ପନ୍ନ ଓଡ଼ିଶାର ବହୁ ବ୍ୟକ୍ତିତ୍ୱଙ୍କର ସେଇଟା ଗୋଟେ ହେଉଛି ଶ୍ମଶାନ ଘାଟ ଏବଂ ସେଇଠି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ଆସୁଛନ୍ତି ବିଭିନ୍ନ ସଙ୍ଗୀତ ଜଗତର ସବୁ ଯେଉଁମାନେ ସବୁ କାଲି ଯେହେତୁ ମହାଶିବରାତ୍ରି ଥିଲା କାଲି ପହଞ୍ଚି ପାରିନଥିଲେ ଆଜି ସମସ୍ତେ ଖବର ପାଇକି ସବୁ ଆସୁଛନ୍ତି ଏବଂ ସମସ୍ତ ସେଇଥିପାଇଁ ତାଙ୍କୁ କିଛି ରଖାଯାଇଛି କିଛି ସମୟ ଏଭଳି ଭାବରେ ଆଜି ସବୁ ଆସିଛନ୍ତି ଶ୍ୟାମାମଣି ଦେବୀଙ୍କଠୁ ଆରମ୍ଭ କରି ଯେଉଁମାନେ ଯେତେ ପୁରୁଣା ସଙ୍ଗୀତ ଶିଳ୍ପୀ ସବୁ ଅଛନ୍ତି ଓଡ଼ିଶାର ଜଣାଶୁଣା ବ୍ୟକ୍ତିତ୍ୱ ସବୁ ଜଣଙ୍କ ପରେ ଜଣେ ପହଞ୍ଚନ୍ତି ତେଣୁ କିଛି ସମୟ ଆମେ ରଖିବୁ ତାପରେ ମଧ୍ୟ ତାପରେ ସତୀଚଉରାକୁ ଶବ ସତ୍କାର କରିବ। ଯେଉଁ କଥା କୁହାଯାଉଥିଲା ଅକ୍ଷୟ ମହାନ୍ତି ମଧ୍ୟ ସେଇ ସତୀଚଉରାରେ ତାଙ୍କର ଶେଷ ଯାତ୍ରା କରିଥିଲେ ଆଜି ମଧ୍ୟ ଗୀତା ପଟ୍ଟନାୟକ ସେଇ ଶେଷ ଯାତ୍ରା ଏବଂ ମିହିର ଦାସ ସବୁ କଳାକାରମାନେ ବିଶେଷ କରି କଟକ। ହଁ ଆପଣ ଦେଖନ୍ତୁ ସତୀଚଉରା ହେଉଛି ଓଡ଼ିଶାର ଗୋଟେ ଯାହା କହନ୍ତି ସାଂସ୍କୃତିକ କ୍ଷେତ୍ରରେ ଗୋଟେ ଉଲ୍ଲେଖନୀୟ ସ୍ଥାନ କାରଣ ଓଡ଼ିଶାର ବହୁ ବଡ଼ ପୁତ୍ର ଓଡ଼ିଶାର ସାହିତ୍ୟ ହେଉ ସଙ୍ଗୀତ ହେଉ କଳା ହେଉ ସାଧନା ସବୁ ଯେଉଁମାନେ ପ୍ରଜ୍ଞାଦୀପ୍ତ ସାଧନାଦୀପ୍ତ ବ୍ୟକ୍ତିତ୍ୱ ସମସ୍ତେ ସେଇଠି ଶେଷ ନିଦ୍ରାରେ ଶାୟିତ ହେଇଛନ୍ତି ତେଣୁ ସେ ସତୀଚଉରା ଯେହେତୁ ତାଙ୍କ ଘର ପାଖାପାଖି ଅଞ୍ଚଳ ଏବଂ ସେହି ସତୀଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ପାଇଁ ନିଷ୍ପତ୍ତି ନିଆଗଲା ଗୋଟେ ମତ ପ୍ରକାଶ କଥା ପୁରୀ ନେବା ପାଇଁ ସ୍ୱର୍ଗଦ୍ୱାରକୁ କିନ୍ତୁ ଯେହେତୁ ସତୀଚଉରାଟା ହେଉଛି ଗୋଟେ ଐତିହ୍ୟ ଏବଂ ସଂସ୍କୃତିର ଗୋଟେ ପୀଠ ଯେଉଁଠିକି ବହୁ ବରପୁତ୍ରଙ୍କର ଯେଉଁଠି ଶେଷ ସମ୍ପନ୍ନ ହେଇଛି ସେଇ ଜାଗାରେ ଏଇ କାର୍ଯ୍ୟ ତାଙ୍କର ମଧ୍ୟ ଶେଷକୃତ୍ୟ ଆଜି ସେଠି କରାଯିବ। ପାଖାପାଖି କେତେଟା ସମୟ? ପ୍ରାୟ ବୋଧେ ମୁଁ ଭାବୁଛି ମଧ୍ୟାହ୍ନ 12ଟାରୁ ଗୋଟାଏ ଭିତରେ ଶବ ଯାତ୍ରା ବାହାରିକି ସବୁ କାର୍ଯ୍ୟ ଶେଷ ହେବ।